ମାଲକାନଗିରିରେ 77ତମ ଗଣତନ୍ତ୍ର ଦିବସ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ମାଲକାନଗିରି ଜିଲ୍ଲାରେ 77ତମ ଗଣତନ୍ତ୍ର ଦିବସ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟାଳୟସ୍ଥିତ ଷ୍ଟାଡିୟମରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୋଟ 27ଟି ପ୍ୟାରେଡ୍ ଗ୍ରୁପ୍ ସାମିଲ ହୋଇ ଆକର୍ଷଣୀୟ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ବାଣିଜ୍ୟ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତିଭୂଷଣ ଜେନା ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଓ ଗଣତନ୍ତ୍ରର ମୂଲ୍ୟବୋଧ ଉପରେ ଗୁରୁତ୍ୱପୂର୍ଣ୍ଣ ଭାଷଣ ଦେଇଥିଲେ। ମନ୍ତ୍ରୀ ଜେନା ତାଙ୍କ ଭାଷଣରେ ମାଲକାନଗିରି ଜିଲ୍ଲାର ଖଣିଜ ସମ୍ପଦକୁ ସଠିକ୍ ଭାବରେ ବ୍ୟବହାର କରି ଆଗାମୀ ଦିନରେ ଶିଳ୍ପ ପ୍ରତିଷ୍ଠା କରିବା ଲକ୍ଷ୍ୟ ରହିଥିବା କଥା କହିଥିଲେ। ସେ ଆହୁରି ଘୋଷଣା କରିଥିଲେ ଯେ ମାଲକାନଗିରିରେ ଏୟାରଷ୍ଟ୍ରିପ୍ ଶୀଘ୍ର କାର୍ଯ୍ୟକାରୀ କରାଯାଇ ବିମାନ ଯାତ୍ରାର ଲାଭ ଜିଲ୍ଲାବାସୀମାନେ ଶୀଘ୍ର ପାଇବେ। ଏହା ସହ ରେଳ ଲାଇନ୍ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଶୀଘ୍ର ମାଲକାନଗିରିରେ ରେଳ ସେବା ଆରମ୍ଭ ହେବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ସହିତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ବହୁ ସାଧାରଣ ଲୋକ ଉପସ୍ଥିତ ଥିଲେ। ମାଲକାନଗିରିରୁ କ୍ୟାମେରା ପର୍ସନ ପିଣ୍ଟୁ କୁମାରଙ୍କ ସହ ଈଶ୍ୱର ଆଦାକେଙ୍କ ରିପୋର୍ଟ, ଆଦର୍ଶ ନ୍ୟୁଜ୍।